ପିଲାମାନେ ଦେଖ କେତେ ସୁନ୍ଦର ପ୍ରଜାପତିଟି ଆଜି ତୁମ ପାଖରେ ଆଉ ସେ ପ୍ରଜାପତି ପାଖରେ ରହିଛି ଏ ଏନ୍ ଆନ୍ ତା ତଳକୁ ଏ ଇ ଆଇ ଓ ୟୁ ଭାୱେଲ୍ସ ଏ ଇ ଆଇ ଓ ୟୁ ଭାୱେଲ୍ସ ଆଗରେ ଥାଇ ବା ପ୍ରଥମ ଅକ୍ଷର ଥାଇ ଅନେକ ଇଂଲିଶ ଶବ୍ଦ ଆମେ ତିଆରି କରୁ ଯେଉଁ ଶବ୍ଦର ଆଗରେ ଆମେ ଆନ୍ ଲଗେଇବା। ଏବେ ଦେଖିବା ଏ ଫର୍ କେଉଁ କେଉଁ ଶବ୍ଦ ରହୁଛି। ଏ ଫର୍ ଆଣ୍ଟ ଆମେ ଆନ୍ ଆଣ୍ଟ କହିପାରିବା। ଠିକ୍ ସେହିଭଳି ଭାବରେ ଆନ୍ ଆପଲ୍, ଆନ୍ ଆରୋ, ଆନ୍ ଆକ୍ସ, ଆନ୍ ଆସ୍ ଏଇଭଳି ଆମେ ଆନ୍ ବ୍ୟବହାର କରିବା। ଏବେ ଯିବା ଇ ଫର୍କୁ ଆନ୍ ଆଇ, ଆନ୍ ଇୟର୍, ଆନ୍ ଏଗ୍, ଆନ୍ ଇଗଲ୍ ଏବଂ ତାପରେ ଆନ୍ ଆର୍ଥ। ସେଇଭଳି ଇ ଫର୍ ୱାର୍ଡରେ ଆମେ ଆନ୍ ୟୁଜ୍ କରିବା। ବର୍ତ୍ତମାନ ଯିବା ଆଇ ଫର୍, ଯାହା ଆମେ କହିଛେ ଯେ ଆନ୍ ଆଇସ୍କ୍ରିମ୍, ଆନ୍ ଇନସେକ୍ଟ, ଆନ୍ ଆଇରନ୍ ବକ୍ସ, ଆନ୍ ଇଙ୍କ ପଟ୍। ଏହିଭଳି ଭାବରେ ଆମେ ଆଇ ଫର୍ର ୱାର୍ଡରେ ଆନ୍ ଲଗେଇବା। ଆଉ ବର୍ତ୍ତମାନ ଦେଖିବା ଓ ଫର୍ ଆନ୍ ଅରେଞ୍ଜ, ଆନ୍ ଓନିଅନ୍, ଆନ୍ ଅକ୍ସ, ଆନ୍ ଅଲ୍ ଆଣ୍ଡ ଆନ୍ ଓଭେନ୍। ତାପରେ ଆମେ ଯିବା ୟୁ ଫର୍। ୟୁ ଫର୍ ଦ ଷ୍ଟାର୍ଟିଂ ଲେଟର ଇଜ୍ ୟୁ, ଅଙ୍କଲ, ଆନ୍ ଅଙ୍କଲ, ଆନ୍ ଅମ୍ବ୍ରେଲା, ଆନ୍ umpire, yes, next an on and an ugly man। ପିଲାମାନେ ଏହିଭଳି ଆମେ ଜାଣିଲେ ଯେ ଏ ଇ ଆଇ ଓ ୟୁ ଭାୱେଲ୍ ପ୍ରଥମ ଅକ୍ଷର ଥାଇ ଯେଉଁ ଶବ୍ଦ ଗଠିତ ହୋଇଥିବ ଆଉ ଯଦି ତାହା ଭାୱେଲ୍ର ସ୍ୱର ଉଚ୍ଚାରଣ କରୁଥିବ ତାହେଲେ ଆମେ ସେଠି ଏ ଏନ୍ ଆନ୍ ଆର୍ଟିକଲ ଲଗେଇବା। ଥ୍ୟାଙ୍କ ୟୁ।